କୌଣସି କୌଣସି ଜଣେ ବ୍ୟକ୍ତି ଯେପରି ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ ସେହି ପ୍ରତିଶ୍ରୁତି ସ୍ୱରୂପ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚନ କୋଇଲି ବ୍ଲକର 27 ଗୋଟି ପଞ୍ଚାୟତର ଅଧିବାସୀ ମାନଙ୍କ ଭିତରେ ଆମେ ଭତ୍ତା ନୂଆ ଭତ୍ତା ଯୋଗାଇ ଦେବାର ପଦକ୍ଷେପ ଗ୍ରହଣ କରିଛୁ ଏବଂ ତା ସହିତ ବି 100 ଜଣଙ୍କୁ ସିକିମ୍ ପଟ୍ଟା ଦେବାର ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆମର ପ୍ରତିଶ୍ରୁତି ଆମର ପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପ୍ରତିଶ୍ରୁତି ଦଳ ମତ ନିର୍ବିଶେଷର ঊର୍ଦ୍ଧ୍ୱରେ କୌଣସି ଜଣେ ବ୍ୟକ୍ତି ଯେପରି ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ। ତା ବ୍ୟତୀତ ବି ଆଜି ଆମେ ଆଉ କିଛି ଖବର ପାଇଥିଲୁ କି ଆଉ କିଛି ବ୍ୟକ୍ତି ରହିଯାଇଛନ୍ତି ଯେଉଁମାନେ ଭତ୍ତା ପାଇନାହାନ୍ତି ତାର କାରଣ ମଧ୍ୟ ଆମେ ଅନୁଧ୍ୟାନ କରୁଥିଲୁ ଯେଉଁମାନେ ବିଳମ୍ବରେ ଦେଇଛନ୍ତି ବା ଯାହାଙ୍କର କାଗଜପତ୍ର ଡକ୍ୟୁମେଣ୍ଟ ଠିକ୍ ନାହିଁ ତାକୁ ମଧ୍ୟ କରେକ୍ସନ କରିକି ଆମେ ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଭତ୍ତା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବୁ। ଏହି ଜାଗାରେ ଆମେ 4 ମାସ ତଳେ ପ୍ରାୟ 2000 ଭତ୍ତା ଯୋଗାଇ ଦେଇଥିଲୁ। ଆଜି ଭତ୍ତା ଆଉ ପଟ୍ଟା ପ୍ରାୟ 1600 ଯୋଗାଇ ଦିଆଯାଇଛି ଏବଂ ଆଉ ଯେଉଁମାନେ ବି ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ତାଙ୍କୁ ଖୁବ୍ ଶୀଘ୍ର ଆମେ ଭତ୍ତା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବୁ। ଆପଣଙ୍କ ନାଁ? ଲୋକନାଥ ତ୍ରିପାଠୀ, କୋରଦୀ ପଞ୍ଚାୟତ, ଘର କୁଟିଲ। ସିକିମ୍ ପଟ୍ଟା ପାଇଲେ କ'ଣ ଅସୁବିଧା? ବହୁ ବର୍ଷ ଧରି ଆମର ବାପା ଅଜା ପିଢ଼ିରୁ ଜମିଟିକୁ ଚାଷ କରୁଥିଲେ ମଧ୍ୟ ତାର ସ୍ଥାୟୀ ପ୍ରମାଣପତ୍ର ଆମ ପାଖରେ ନଥିଲା। ମୁଁ ଅଶେଷ ଧନ୍ୟବାଦ ଦେବି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ। ତାଙ୍କ କର କମଳରେ ଆମେ ସ୍ଥାୟୀ ପଟ୍ଟାଟି ପାଇଲୁ, ଯେଉଁଥିରେ ଆମକୁ ବହୁତ ସହଯୋଗ କରିଛନ୍ତି ଆମର ବିଧାୟକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା। କରିଥିବାରୁ ଆମେ ବହୁତ ଖୁସି ଅନୁଭବ କରୁଛୁ। ଆମକୁ ସ୍ଥାୟୀ ପଟ୍ଟା ବଣ୍ଟନ କରିଥିବାରୁ ଆମେ ବହୁତ ଖୁସି ଅଛୁ। ବହୁତ ବହୁତ ଧନ୍ୟବାଦ।